ତ ହେଲେ ସାଙ୍ଗମାନେ ପୁଣି ଥରେ ସ୍ୱାଗତ ଆଉ ଗୋଟେ ମୋର ରେଷ୍ଟ ନେଲା ପରେ ମୁଁ ଯାଇଥିଲି ଗାଧୋଇବାକୁ। ଆମର ଆଜି ସକାଳ ଟିଫିନ ଦେଖିପାରୁଥିବେ ସରିଯାଇଛି। ଦେଖିପାରୁଥିବେ ଆଜି ଦ୍ୱିପହର ବେଳକାର ଆଇଟମ ଆମର କଣ ରହିଛି। ଏଠି ଦେଖିପାରୁଥିବେ ପଖାଳ ଭାତ ତା ତ ହେଇଛି ସୁଜନା ମୋବିଲ ମାତ୍ରା ଟିକେ କମିଯାଇଛି ବଟ୍ ଠିକ ଅଛି। ତ ସାଙ୍ଗମାନେ ମାର୍କେଟ ଯାଇକି ଦେଖିପାରୁଥିବେ ମୁଁ ଏବେ ନେଇ ଆସିଛି ଏକା। ତ ହେଲେ ସାଙ୍ଗମାନେ ପୁଣି ଥରେ ସ୍ୱାଗତ ଆଉ ଗୋଟେ ମୋର ନୂଆ ଫ୍ରେଶ ଶାନଦାର ବ୍ଲଗକୁ। ତ ସାଙ୍ଗମାନେ ସକାଳୁ ସକାଳୁ ଶୁଭ ସ୍ମଲ୍ ତ ଗୁଡ୍ ମର୍ଣ୍ଣିଂ ଏଣ୍ଡ ୱେଲକମ୍ ବ୍ୟାକ୍ ଟୁ ଆନାଦର ଆଉ ଗୋଟେ ଫ୍ରେଶ ବ୍ଲଗ। ସାଙ୍ଗମାନେ ଦେଖିପାରୁଥିବେ ଶୁଭ ଏବେ ସକାଳୁ ମୁଁ ଉଠି ଯାଇଛି ପୁରା ଶାନଦାର ଭିଉ ସହିତ। ଦେଖିପାରୁଥିବେ ମୁଁ ସକାଳୁ ଉଠି ଯାଇଛି। ଉଠିକି ଯେହେତୁ ଆଜି ଆମେ ଛାତ ଉପରେ ଶୋଇଥିଲେ, ଛାତ ଉପରେ ଶୋଇ ମାନେ ସକାଳୁ ସକାଳୁ ଦେଖିପାରୁଥିବେ ମୋ ମାନେ ଟର୍ନଟା ମୋ ବସି ଯାଇଛି। ସେଥିପାଇଁ ଟିକେ ମାନେ କଥା କହିବାକୁ ଟିକେ ଅସୁବିଧା ହଉଛି। ତ ସାଙ୍ଗମାନେ ଚାଲନ୍ତୁ ଏବେ ଆଜିର ନିତ୍ୟକ୍ରମ ସବୁ କରିବା। ମାନେ କି ଯେମିତି ମୁଁ ସକାଳୁ ମୁଁ ଆପଣଙ୍କୁ କୁହେ ସବୁଦିନ ସକାଳୁ ଉଠେ ପ୍ରଥମେ ଛାତରୁ ଉଠିଲି, ଛାତରୁ ଏବେ ତଳକୁ ଆଇଲି। ତ ଦେଖିପାରୁଥିବେ ଆଜିର ଛାତରୁ ତଳକୁ ଏବାର ମୋ ପାଦ ଷ୍ଟେପ ମାନେ ଷ୍ଟେପ ସଂଖ୍ୟା କେତେ ଦେଖିପାରୁଥିବେ ଛାତରୁ ମୁଁ ଯୋଉ ରୁମକୁ ଆଇଲି ମୋ ଷ୍ଟେପ ହଉଛି 12। ଦେଖିପାରୁଥିବେ 12 ଛାତରୁ ଷ୍ଟେପ। ଚାଲନ୍ତୁ ଏବେ ମର୍ଣ୍ଣିଂ ୱାକ୍ କରିବା ପାଇଁ ଯିବା। ଫ୍ରେଶ ହେଇକି ଟିକେ ମର୍ଣ୍ଣିଂ ୱାକ୍ କରିବା ପାଇଁ ଯିବା। ତ ଫାଇନାଲି ସାଙ୍ଗମାନେ ମୁଁ ଏବେ ମର୍ଣ୍ଣିଂ ୱାକ୍ ସାରିକି ରୁମକୁ ଯିବା ପାଇଁ ବାହାରିଲି। ତ ଦେଖିପାରୁଥିବେ ମୁଁ ମର୍ଣ୍ଣିଂ ୱାକ୍ ରୁ ମାନେ ରୁମରୁ ମର୍ଣ୍ଣିଂ ୱାକ୍ ଆସିବାରୁ ମୋର ଷ୍ଟେପ ସଂଖ୍ୟା ହଉଛି ଦେଖିପାରୁଥିବେ 1225। ମୋ ଷ୍ଟେପ ସଂଖ୍ୟା ଦେଖିପାରୁଥିବେ ଆପଣ 1225। ତ ଦେଖିପାରୁଥିବେ ଆଜିର ପାଗଟା ଯଦି ମୁଁ ଆପଣଙ୍କ କଥା କହିବି, ଦେଖିପାରୁଥିବେ ଆଜି ଏତେ ବି ଖରା ମଧ୍ୟ ହେଇନି, ବର୍ଷା ପାଗ ଉଠେଇଛି। ତେଣୁ ଆଜି ଏତେ ଗରମ ବି ମଧ୍ୟ ଲାଗୁନି, ପୁରା ଆରାମରେ ଆମେ ରୁମକୁ ମଧ୍ୟ ଯାଇପାରିବା। ସାଙ୍ଗମାନେ ମର୍ଣ୍ଣିଂ ୱାକ୍ ସାରିକି ମୁଁ ପଳେଇ ଆସିଥିଲି ରୁମକୁ। ଆପଣମାନେ ଦେଖିଥିଲେ ତ ରୁମକୁ ପଳେଇ ଆସିଥିଲି। ତ ରୁମକୁ ଆସି କିଛି ସମୟ ରେଷ୍ଟ ନେଲା ପରେ ମୁଁ ଯାଇଥିଲି ଗାଧୋଇବାକୁ। ଗାଧୋଇ ସାରିକି ଦେଖିପାରୁଥିବେ ମୁଁ ଫ୍ରେଶ ହେଇକି ପୁରା ପଳେଇ ଆସିଛି। ତ ସାଙ୍ଗମାନେ ଦେଖିପାରୁଥିବେ ଆଜି ଆମ ସକାଳର ଟିଫିନ ଦେଖିପାରୁଥିବେ କଣ ଅଛି। ଇଆଡ଼େ ଦେଖିପାରୁଥିବେ ମୁଢି ସହିତ ମିକ୍ସଚର, ତା ସହିତ ପିଆଜ ଅଛି, ତା ସହିତ ସୋରିଷ ତେଲ ମଧ୍ୟ ମିଶା ଅଛି। ଆଉ ଇଆଡ଼େ ଦେଖିପାରୁଥିବେ ଗିନାରେ ଗୋଟେ ଆଚାର ମଧ୍ୟ ମିକ୍ସଚରଟା ଅଛି। ତ ଚାଲନ୍ତୁ ଲେଟ୍ ନ କରିବା ଖାଇବା। ତ ଫାଇନାଲି ସାଙ୍ଗମାନେ ସବୁ କିଛି କାମ ଏବେ ସରିଯାଇଛି। ଦେଖିପାରୁଥିବେ ଆଜି ଦ୍ୱିପହର ବେଳକାର ଆଇଟମ ଆମର କଣ ରହିଛି। ଏଠି ଦେଖିପାରୁଥିବେ ପଖାଳ ଭାତ, ତା ତ ହେଇଛି ସୁଜନା ଶାଗ ରହିଛି, ତାର ତ ପୁଣି ମିକ୍ସଚର ରହିଛି, ତା ତ ପୁଣି ଆଚାର ରହିଛି। ଆଉ ଗୋଟେ ସ୍ପେଶାଲ ଆଇଟମ ଆପଣ ଗେସ୍ କରି କୁହନ୍ତୁ ଏଇଟା କି ଆଇଟମଟା। ସାଙ୍ଗମାନେ ଏଇଟା ଗେସ୍ କରି କୁହନ୍ତୁ ଆପଣ ଏଇଟା କି ଆଇଟମ। ଚାଲନ୍ତୁ ସାଙ୍ଗମାନେ ଆଉ ଲେଟ୍ ନ କରିବା ଚାଲନ୍ତୁ ଖାଇବାକୁ। ଟାଇମ ହେଇଛି 1:52। ତ ଆଉ ଲେଟ୍ ନ କରବାନି, ଚାଲନ୍ତୁ ଏବେ ଖାଇବା। ତ ହେଲେ ସାଙ୍ଗମାନେ ଆପଣମାନେ ଦେଖିଥିଲେ ଯେମିତି ମୁଁ ଦୁପୁର ବେଳେ ଖାଇସାରିକି ଶୋଇଯାଇଥିଲି। ତ ଶୋଇ ସାରି ଏବେ ମୁଁ ଉଠି ଯାଇଛି। ଦେଖିପାରୁଥିବେ ଏକା ଟାଇମ୍। ତ ଦେଖିପାରୁଥିବେ ଏବା ଟାଇମ୍ 4:52। ତ ଉଠିଯାଇଛି ତ ଏବେ ଫ୍ରେଶ ହେଇକି ମୁଁ ଟିକେ ମାର୍କେଟକୁ ବୁଲିବାକୁ ଯିବି। ମାର୍କେଟରୁ ବୁଲି ଆସି ଚାଲନ୍ତୁ ମାର୍କେଟ ବୁଲିବାକୁ ଯିବା। ତ ସାଙ୍ଗେ ସାଙ୍ଗେ ଉଠି ଯିବାର ଗୋଟେ କାରଣ ହଉଛି ବହୁତ ଜୋରସେ ଭୋକ ଲାଗିଲା। ଦୁପୁର ବେଳେ ଭାତ ଖାଇଥିଲି। ଆପଣମାନେ ଦେଖିଥିଲେ ଦୁପୁର ବେଳେ ଏକ୍ସଟ୍ରା ଭାତ ଖାଇଥିଲି, ପଖାଳ ଭାତ ବହୁତ ବହୁତ ଆଇଟମ ଦେଇକି ଖାଇଥିଲି। ବଟ୍ ମାନେ ଶୋଇଥିଲା ବେଳେ ଯେମିତି ଏତେ ଜୋର ଭୋକ ଲାଗିଲା, ହଠାତ୍ ଉଠିକି ଦେଖୁଛି ଇଆଡେ ଦେଖି ଦିନକୁ ମୁଁ ରାତି ହେଇଛି ନା କଣ, ଦେଖା 4:30 ହେଇଛି। ତ ଉଠିକି ଚାଲନ୍ତୁ ଆଗରେ ଟିକେ ପେଟ ପୂଜା କରିଦବା, ତାପରେ ସବୁ ଅନ୍ୟ କିଛି କାମ କରିବା। ତ ସାଙ୍ଗମାନେ ବହୁତ ଦିନ ଆଗରୁ ମୋ ଗାଡ଼ିରେ ମୋବିଲ ପକେଇଥିଲି। ତ ଚାଲନ୍ତୁ ଆଜି ଦେଖିବା ମାନେ ମୋ ଗାଡ଼ିରେ କେତେ ମୋବିଲ ଅଛି। ଦେଖିପାରୁଥିବେ ଏଇଠି ଦେଖାଯାଏ ମୋର ମୋବିଲ। ଦେଖିପାରୁଥିବେ ଠିକ ଅଛି, ଟିକେ କମିଯାଇଛି ମୋବିଲ ମାତ୍ରା ଟିକେ କମିଯାଇଛି, ବଟ୍ ଠିକ ଅଛି। ହେଲେ ବି ତ ସାଙ୍ଗମାନେ ମାର୍କେଟ ଯାଇକି ଦେଖିପାରୁଥିବେ ମୁଁ ଏବେ ନେଇ ଆସିଛି ଆଳୁ ନେଇ ଆସିଛି ମାର୍କେଟରୁ।